ବର୍ତ୍ତମାନ ଆରମ୍ଭ ହୋଇସାରିଛି ବାହାଘରର ଋତୁ। ବାହାଘର ଋତୁରେ ଦୁଇଟି ପରିବାର ଗୋଟେ ଭାବର ବନ୍ଧନରେ ବାନ୍ଧି ହେବେ ଏବଂ ଦୁଇଟି ମନର ମିଳନ ଘଟିବ। ଗୋଟିଏ ନୂଆ ସମ୍ପର୍କ ଗଢ଼ା ହେବ, ସ୍ୱାମୀ ସ୍ତ୍ରୀର ସମ୍ପର୍କ। ସେ ସମ୍ପର୍କ ଭିତରେ କାହିଁକି କେଜାଣି କିଛିଟା ଗୋଟେ ଯେମିତି କୁହାଯାଏ ଗୋଟେ ଲାକନା ରହିଯାଏ ବା ଯେମିତି ଗୋଟେ ବ୍ୟତିକ୍ରମ ରହିଗଲା ଭଳି ମୋତେ ମନେ ହୁଏ। ବାହାଘରରେ ଯେଉଁଠି ଦୁଇଟି ପରିବାରର ମନ ମିଶୁଛି, ବାହାଘରରେ ଯେମିତି ଦୁଇଟି ପରିବାରର ଗୋଟେ ବନ୍ଧନ ନୂଆ ବନ୍ଧନରେ ବାନ୍ଧି ହେଉଛନ୍ତି, ସେଇଠି କାହିଁକି କେଜାଣି ବର କନିଆ କିଣାବିକା ହୋଇଯାଆନ୍ତି। ବରକନିଆ କିଣାବିକାର ଅର୍ଥ ଯୌତୁକ। ଏ ଯୌତୁକ ପ୍ରଥାକୁ କାହିଁକି କେଜାଣି ଲୋକମାନେ ଏତେ ଇମ୍ପୋର୍ଟାନ୍ସ ଦିଅନ୍ତି। ଯଦି ଝିଅଟିଏ ବାହା ହେଉଛି ତେବେ ଯୌତୁକ କିଛି ନ ମାଗିଲେ ମଧ୍ୟ ବାପଘର ଲୋକ ବାଧ୍ୟବାଧକତାରେ ଦେଖେଇ ହେବା ପାଇଁ ଦେଉଛନ୍ତି ଯେ କିଛି ନଦେଲେ କ'ଣ କହିବେ, କିଛି ନଦେଲେ ସମାଜ କ'ଣ କହିବ, କିଛି ନଦେଲେ ମୁଁ ମୋ ଝିଅର ବାହାଘରରେ କ'ଣ ଦେଲି ବୋଲି ଲୋକ କ'ଣ କହିବେ। ଏ ଦେଖେଇ ହେବା ବା ଏମିତି କିଛି ଦବା ଯୋଗୁଁ ସାଧାରଣ ପରିବାରର ବା ଗରିବ ପରିବାର ଉପରେ ଏହାର ବହୁତ ବଡ଼ ପ୍ରଭାବ ପଡ଼ିଥାଏ। ଆଜ୍ଞା, ଆପଣ ସିନା ଆପଣଙ୍କ ପାଖରେ ଅର୍ଥ ଅଛି, ଆପଣଙ୍କ ପାଖରେ ଟଙ୍କା ପଇସା ଅଛି, ଆପଣ ଆପଣଙ୍କ ଝିଅ ବାହାଘର ଧୁମଧାମରେ କଲେ, ଆପଣଙ୍କୁ କେହି ବରଘର ଲୋକ କିଛି ନ ମାଗିଲେ ମଧ୍ୟ ଆପଣ ତାଙ୍କୁ ଅନେକ କିଛି ଗିଫ୍ଟ ଆକାରରେ ଦେଲେ, ତାକୁ ଆପଣ ଯୌତୁକ ତ କହୁନାହାନ୍ତି, ଉପହାର କହୁଛନ୍ତି। କିନ୍ତୁ ତାର ପ୍ରଭାବଟା ଗୋଟେ ଗରିବ ଘରେ ପଡ଼େ। ଗରିବ ଘର ଲୋକଟିଏ ଯେତେବେଳେ ଝିଅ ବାହାଘର କରେ, ସିଏ ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ, କିନ୍ତୁ ଅର୍ଥ ଅଭାବରୁ ଅନେକ ଲୋକଙ୍କ ପାଖରେ ହାତ ପାତି ସେ ଝିଅ ବାହାଘର କରିଥାଏ। କାହିଁକିନା ତାକୁ ବି ସୋସାଇଟିରେ ଗୋଟେ ବାପର ପରିଚୟ ଦେବାର ଅଛି ଏବଂ ତାକୁ ବି ଏ ସମାଜ ଆଗରେ ଗୋଟେ ଝିଅର ବାପ ବୋଲି ଏତିକି ଦେଇପାରୁଛି ବୋଲି ତାକୁ ବି ମଧ୍ୟ ଦେଖେଇ ହେବାର ଆବଶ୍ୟକତା ଅଛି। ଦୁଇଟି ଜିନିଷ ଆଜ୍ଞା, ବାହାଘରରେ ସମ୍ପର୍କ ବଜାୟ ରହୁ, କିଣାବିକା ନୁହେଁ। ବାହାଘରରେ ଭାବର ବନ୍ଧନ ବାନ୍ଧି ହେଉ, କିନ୍ତୁ କେବେ ଦେଖେଇ ହେବା ନୁହେଁ। ଏଇ ତ ଜୀବନର କଥା।